ଆପଣଙ୍କ ସହିତ ଯେଉଁ ଅନଲାଇନ୍ ଡେଲିଭରି କରି ତା ପରଠୁ କ'ଣ ଆପଣଙ୍କ ସହିତ ହେଇଛି? ମୋ ସହିତ ଏମିତି କିଛି ହେଇଛି ଯୋଉଟା ସେଥିପାଇଁ କମ୍ପ୍ଲେନ୍ ଦେବା ଦରକାର। limeroad.com ରୁ ଗୋଟେ ପ୍ରଡ଼କ୍ଟ ଅର୍ଡ଼ର କରିଥିଲି। କହିଲେ କି ଭାଇ ତୁମର ଯେଉଁ ପିନ୍ ଯାଇଛି ସେ OTP ନମ୍ବରଟା ମୋତେ ଦିଅ। ସେ କହିଲେ ଭାଇ ମୁଁ ସେଗୁଡ଼ା ଜାଣିନି, ଆପଣଙ୍କର ଯାହା ଆସିଛି ସେଥିରେ ସାପ ଆସୁ, ବେଙ୍ଗ ଆସୁ, କ'ଣ ଆସୁଛି ଆସୁ, ଆମ ପାଖକୁ ଯାହା ଆସିଛି ଆପଣଙ୍କୁ ସେଇଟା ନେବାକୁ ପଡ଼ିବ। ମୁଁ କ'ଣ ପ୍ରଡ଼କ୍ଟ ଅର୍ଡ଼ର କରିଥିଲି ଏବଂ କ'ଣ ପ୍ରଡ଼କ୍ଟ ଆସିଲା ସେଇଟା ଡିଟେଲ୍ କହୁଛି। ହ୍ୟାଲୋ ଗାଇଜ୍, ଆଜି ଯେଉଁ ଭିଡ଼ିଓ ମୁଁ ଆପଣଙ୍କ ପାଖକୁ ନେଇକି ଆସୁଛି, ଏଇ ଭିଡ଼ିଓରେ ଆମେ ପଡ଼କାଷ୍ଟ ଶୋ କରୁନୁ। ଏଥିରେ ନର୍ମାଲ୍ ଗୋଟେ ଆୱାରନେସ୍ ଭିଡ଼ିଓ ଅଛି। ଆୱାରନେସ୍ ଭିଡ଼ିଓ କ'ଣ ଅଛି କି ମୋର ଜଣେ ବେଷ୍ଟ ଫ୍ରେଣ୍ଡ, ତାଙ୍କ ନାଁ ହେଉଛି ଶ୍ରୀମନ୍ତ। ତ ସିଏ limeroad.comରୁ ଗୋଟେ ଜିନିଷ ଅର୍ଡ଼ର କରିଥିଲା ଅନଲାଇନ୍। ଓକେ, ତ ଅର୍ଡ଼ର କରିସାରିଲା ପରେ ତାଙ୍କ ପାଖକୁ ଭୁଲ ପ୍ରଡ଼କ୍ଟ ପହଞ୍ଚିଥିଲା। ଆଉ ଯେତେବେଳେ ସିଏ କମ୍ପ୍ଲେନ୍ କରିଥିଲେ limeroad.comର କଷ୍ଟମର୍ କେୟାର ସହିତ, ସେ କମ୍ପ୍ଲିଟଲି ଡିସ୍ଆଗ୍ରି ହେଇଥିଲେ କି ଆପଣଙ୍କ ପାଖରେ ପ୍ରଡ଼କ୍ଟ ପହଞ୍ଚି ଯାଇଛି, ତ ଆମେ ଏଇ କେସ୍ରେ ଯେଉଁ ଭୁଲ ପ୍ରଡ଼କ୍ଟ ଆପଣଙ୍କ ପାଖରେ ପହଞ୍ଚିଛି ସେଥିରେ ଆମେ କିଛି କରିପାରିବୁ ନାହିଁ। ବଟ୍ ସିଏ ଯେଉଁ ଷ୍ଟେପ୍ସ ନେଲେ ସେଇଟା ମୁଁ ଚାହୁଁଛି ଆପଣଙ୍କ ପାଖରେ ସେ ଜିନିଷଟା ପହଞ୍ଚିବା ଦରକାର। ବିକଜ୍ ଆଜିକା ଡେଟ୍ରେ ଅନଲାଇନ୍ ଯୁଗରେ ଏସବୁ ଜିନିଷ କମନ୍ ହେଇଗଲାଣି, ବଟ୍ ଆମେ ଏସବୁ ଜିନିଷରେ କେବେ ନିଜର ଭଏସ୍ ରେଜ୍ କରୁନୁ। ତ ମୁଁ ତାଙ୍କୁ ସେ କେମିତି ଷ୍ଟେପ୍ସ ନେଲେ, ଆଉ ସିଏ ଏବେ କେଉଁ ଷ୍ଟେଜ୍ରେ ଅଛି, ଆଉ ସିଏ କ'ଣ ଷ୍ଟେପ୍ସ ନେଲା ପରେ ଏ ଜିନିଷ ସବୁ ଦେଖିଛନ୍ତି, ତ ମୁଁ ଚାହୁଁଛି ସେ ଜିନିଷଟା ଆପଣଙ୍କ ପାଖରେ ପହଞ୍ଚୁ। ଚାଲନ୍ତୁ ମୁଁ ଆପଣଙ୍କୁ ତାଙ୍କ ସହିତ ଇଣ୍ଟ୍ରୋଡ୍ୟୁସ୍ କରୁଛି। ତ ଶ୍ରୀମନ୍ତ, ମୁଁ ଆପଣଙ୍କୁ କହିବି, ଆପଣଙ୍କ ସହିତ ଯେଉଁ ଅନଲାଇନ୍ ଡେଲିଭରି କରିଥିଲେ limeroad.comରୁ, ତା ପରଠୁ କ'ଣ ଆପଣଙ୍କ ସହିତ ହେଇଛି, କେମିତି ଆପଣ ତାକୁ ଫେସ୍ କଲେ, ଷ୍ଟେପ୍ ବାଇ ଷ୍ଟେପ୍ ସବୁ ଜିନିଷ ଡିସ୍କ୍ରାଇବ୍ କରନ୍ତୁ, ଯେଉଁଟାକି ପ୍ରପର୍ ଜିନିଷଟା ଭିଉଅର୍ସଙ୍କ ପାଖରେ ପହଞ୍ଚିବା ଦରକାର। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଆପଣଙ୍କୁ କହିବାକୁ ଚାହିଁବି କି ବର୍ତ୍ତମାନ ଅନଲାଇନ୍ ଯୁଗରେ ଏମିତି ପ୍ରକାରିଆ କମ୍ପାନୀ ଅଛନ୍ତି ଆଉ ଏତେ ପ୍ରକାର ଫ୍ରଡ଼୍ ହେଉଛି, ଯେଉଁଟାକି ଆମେ କମନ୍ ମ୍ୟାନ୍ ଲୋକ ନା କେହି କମ୍ପ୍ଲେନ୍ ରେଜ୍ କରୁଛେ, ନା କେହି ଭଏସ୍ ଉତ୍ତୋଳନ କରୁଛେ। ତ ଯେଉଁଟାକି ହେବା ଦରକାର, ଆମେ ସେଥିପାଇଁ କମ୍ପ୍ଲେନ୍ ଦେବା ଦରକାର। ମୋ ସହିତ ଏମିତି କିଛି ହେଇଛି ଯେଉଁଟା ଆପଣମାନଙ୍କ ସହିତ ନ ହେଉ, ଆପଣମାନେ ବି ସେଥିପାଇଁ ସ୍ୱର ଉତ୍ତୋଳନ କରନ୍ତୁ। ସେଥିପାଇଁ ମୁଁ ଆଜି ଏଇ ଷ୍ଟୁଡ଼ିଓରେ ଅଛି। ତ ମୋ ସହିତ ଯାହା ହେଉଛି ମୁଁ ଏବେ ବର୍ତ୍ତମାନ ଆପଣମାନଙ୍କୁ କହୁଛି। ଦେଖନ୍ତୁ ଦର୍ଶକ ବନ୍ଧୁ, ମୁଁ limeroad.comରୁ ଗୋଟେ ପ୍ରଡ଼କ୍ଟ ଅର୍ଡ଼ର କରିଥିଲି। ଦେଖନ୍ତୁ ଏଇ ପ୍ରଡ଼କ୍ଟଟା ଦେଖନ୍ତୁ, ଏଇଟା limeroad.comରୁ ଆସିଥିଲା। ଗୁରୁ ଦେଖ, ଏଇ ପ୍ରଡ଼କ୍ଟଟି limeroad.comରୁ ଆସିଛି। ଲେଖା ବି ହେଇଛି limeroad। ମୁଁ କ'ଣ ପ୍ରଡ଼କ୍ଟ ଅର୍ଡ଼ର କରିଥିଲି ଏବଂ କ'ଣ ପ୍ରଡ଼କ୍ଟ ଆସିଲା ସେଇଟା ଡିଟେଲ୍ କହୁଛି। ମୁଁ ଅର୍ଡ଼ର କରିଥିଲି 3 ପିସ୍ର ଏକ୍ସଟେନସନ୍ କର୍ଡ଼ ଅର୍ଡ଼ର କରିଥିଲି, ଆଉ 3 ପିସ୍ର ଟର୍ଚ୍ଚ ଲାଇଟ୍ ଅର୍ଡ଼ର କରିଥିଲି। ଟୋଟାଲି ମୋର 6 ପିସ୍ର ଆଇଟମ୍ ମୁଁ ଅର୍ଡ଼ର କରିଥିଲି। କିନ୍ତୁ ଦେଖନ୍ତୁ, ଗୋଟିଏ ଛୋଟ ପ୍ୟାକେଟ୍ରେ ମୋର 3 ପିସ୍ର ଏକ୍ସଟେନସନ୍ ବୋର୍ଡ଼ ଅଛି ଏବଂ 3 ପିସ୍ର ଟର୍ଚ୍ଚ ଲାଇଟ୍ ଅଛି। ଦେଖନ୍ତୁ ଏଇ ପ୍ୟାକେଟଟା ଦେଖନ୍ତୁ କେତେ ଛୋଟ, ୟା ଭିତରେ କେମିତି 3ଟି ଏକ୍ସଟେନସନ୍ ବୋର୍ଡ଼ ଆଉ 3ଟି ଟର୍ଚ୍ଚ ଲାଇଟ୍ ରଖିକି ସେମାନେ ପ୍ୟାକ୍ କରିକି ମୋତେ ପଠାଇଛନ୍ତି, ମୁଁ ବୁଝିପାରୁନି। ଫାଷ୍ଟ ଦିନ ଯେଉଁଦିନ ମୋର ଅର୍ଡ଼ର ଆସିଲା, ମୁଁ ଫାଷ୍ଟ ସେ ଲୋକ ଯିଏ ମୋତେ ଡେଲିଭରି କଲା, ମୋତେ ଫାଷ୍ଟ ସିଏ ମୋତେ କ'ଣ କଲା, କହିଲେ କି ଭାଇ ତୁମର ଯେଉଁ ପିନ୍ ଯାଇଛି ସେ OTP ନମ୍ବରଟା ମୋତେ ଦିଅ। ତାଙ୍କ ଡେଲିଭରି ଭାଇ ମୋତେ କହିଲା। ତ ମୁଁ ଫାଷ୍ଟ ଯେତେବେଳେ ଆସୁ ସେ ଫାଷ୍ଟ ମୋତେ ମାଗିଦେଲା। ତ ମୁଁ ତାଙ୍କୁ ପଚାରିଲି, ଭାଇ ମୋର ଅର୍ଡ଼ର ସବୁ ଜିନିଷ ମୁଁ ଯାହା ଅର୍ଡ଼ର କରିଥିଲି ଅଛି? ସେ କହିଲା ହଁ ଅଛି। ସେ ତ ଲାଗିଥିବେ ହଁ ଅଛି, କହିଲା ମୋର ସବୁ ଅଛି। ତ ମୁଁ କହିଲି ହଉ ଠିକ୍ ଅଛି, ପିନ୍ ନମ୍ବରଟା ମୁଁ ତାକୁ ଦେଇଦେଲି। ଆଜ୍ଞା ଆପଣ ଏମିତି କେବେ ବି କରିବେନି, ଅର୍ଡ଼ର ଦେଖିବେ ତାପରେ ପିନ୍ ନମ୍ବର ଦେବେ। ତ ପିନ୍ ନମ୍ବର ମୁଁ ତାକୁ ଦେଇଦେଲି। ପିନ୍ ନମ୍ବର ଦେଲା ପରେ କ'ଣ କଲା ନା, ସେ ମୋତେ ଏଇ ଗୋଟା ଦେଲା। ମୁଁ କହିଲି ଭାଇ ମୋର 6ଟା ଆଇଟମ୍ ଥିଲା, କ'ଣ ଗୋଟେ ଛୋଟିଆ ପ୍ୟାକେଟ୍ ଦେଉଛନ୍ତି, ମୁଁ ଏଇଟା କ'ଣ, ୟା ଭିତରେ କୁଆଡ଼େ କେମିତି ଅଛି ମୁଁ କିଛି ବୁଝିପାରିଲିନି। ତାପରେ ମୁଁ ତାଙ୍କୁ କହିଲି କି ଭାଇ ଏତେ ଛୋଟ ପ୍ୟାକେଟ୍ରେ ଏତେ ଜିନିଷ କେମିତି ରହିବ? ସେ କହିଲେ ଭାଇ ମୁଁ ସେଗୁଡ଼ା ଜାଣିନି, ଆପଣଙ୍କର ଯାହା ଆସିଛି ସେଥିରେ ସାପ ଆସୁ, ବେଙ୍ଗ ଆସୁ, କ'ଣ ଆସୁଛି ଆସୁ, ଆମ ପାଖକୁ ଯାହା ଆସିଛି ଆପଣଙ୍କୁ ସେଇଟା ନେବାକୁ ପଡ଼ିବ। ଏମିତି ହେବା କଥା ନୁହଁ ନା। ତ ମୁଁ ଆଉ କିଛି କରିପାରିଲିନି, ପଇସା ବି ପେମେଣ୍ଟ କରିଦେଇଛି।
ହଁ ସେ ଲୋକ ବି ମାନେ ମାନେ ଅର୍ଡର ଦେଲା ବ୍ୟସ୍ତ ଟାଇମ ରେ ହିଁ ପେମେଣ୍ଟ ହେଇଯାଇଥିଲା, ହଁ ମାନେ ଆକାଉଣ୍ଟରୁ ଅଲରେଡି କଟି ଯାଇଥିଲା ପଇସା। ଅର୍ଡର ଦେଲା ଟାଇମ ରେ। ଅର୍ଡର ଦେଲା ଆଉ ଟାଇମରେ ଖାଲି ସେ ଡେଲିଭରି ଯେତେବେଳେ ଆଇଲା ସିଏ ପ୍ରଡକ୍ଟ ମତେ ଏଇ ଡେଲିଭରି ପ୍ରଡକ୍ଟଟା ଦେଲା। ବାସ୍। ତ ଏଇ ଜିନିଷଟା ମୁଁ ଦେଖିଲି, ମୁଁ କହିଲି ହଉ ଠିକ ଅଛି, କଣ ହେଲା ନହେଲା। ତ ଏଇ ଜିନିଷଟାକୁ ମୁଁ ରଖିଲି, ତାପରେ ସେ ଲୋକ ପଳେଇଲା ମୋ ପାଖରୁ। ଓକେ। ତାପରେ ମୁଁ କହିଲି ହଉ ଠିକ ଅଛି, କଣ ହେଇଛି ନ ହେଇଛି, ମୁଁ ତାକୁ କଣ କଲି ନା ଅନବକ୍ସିଂ କରିଲି। ତ ଅନବକ୍ସିଂ ମୁଁ କହିଲି ଏଇ ଛୋଟିଆ ପ୍ୟାକେଟରେ ତ ରହିପାରିବନି, କେବେ ବି ସମ୍ଭବ ନୁହଁ। ତ ମୁଁ କହିଲି ଗୋଟେ ଅନବକ୍ସିଂ ଭିଡ଼ିଓ ବନେଇଦେବା, କାଳେ ଅସୁବିଧା ହେବ ଆଗକୁ, କାଳେ ସେମାନେ ପଇସା ଫେରେଇବେନି। ତ ସେଥିପାଇଁ ମୁଁ ଗୋଟେ ଅନବକ୍ସିଂ ଭିଡ଼ିଓ ବନେଇଲି। ତ ସେଇ ଯେଉଁ ଭିଡ଼ିଓ ବନେଇଲି, ସେ ଭିଡ଼ିଓରେ ମୁଁ ଓପନ୍ କରିଲି, ଏବେ ବି ଆପଣଙ୍କୁ ଓପନ୍ କରି ଦେଖାଉଛି। ଦେଖିଛି limeroad.com, ମୁଁ ଆଡ୍ରେସ୍ ଇନଫୋସିଟି ସ୍କୋୟାରରେ ଅର୍ଡ଼ର କରିଥିଲି, ଆଡ୍ରେସ୍ ପୁରା ଦେଖାହେଉଛି ଡିଟେଲ। ଆଉ ସେମାନେ ଯେଉଁ ଦେଇଛନ୍ତି ଏଥିରେ ଏ ପ୍ୟାକ୍ରେ ଗୋଟେ ଛୋଟିଆ ରସିଦ ଭଳିଆ ଉପରେ ଲାଗିଯାଇଛି, ଦେଖନ୍ତୁ। ଏଥିରେ ଛୋଟ ଛୋଟ ଅକ୍ଷର ଲେଖା ହେଇଛି, ଆପଣ ଦେଖାଯାଉନଥିବ, ମୁଁ ସ୍କ୍ରିନ୍ ସେୟାର କରି ଆପଣଙ୍କୁ ଦେଖେଇଦେବି ସେଇଟା। ଏହା ପ୍ୟାକ୍ ଭିତରେ କ'ଣ ଅଛି ଦେଖନ୍ତୁ। ଆପଣ ଜାଣିଥିବେ ଭି ମାର୍ଟ ଗୋଟେ କମ୍ପାନୀ ଅଛି, ଭି ମାର୍ଟର ଗୋଟେ ଅନଲାଇନ୍ ସାଇଟ୍ ଅଛି, ସେଇଟା ହେଉଛି limeroad.com। ଦେଖନ୍ତୁ ମୁଁ limeroad.comରୁ ଅର୍ଡ଼ର କଲି, ଲେଖା ହେଇଛି limeroad.com, କିନ୍ତୁ ତା ଭିତରୁ ଏ ପ୍ୟାକ୍ ବାହାରିଲା। ଏ ପ୍ୟାକ୍ରେ କ'ଣ ଅଛି ଦେଖନ୍ତୁ, ଗୋଟେ କମ୍ପାନୀ, ଏଥିରେ କ'ଣ ନାଁ ଲେଖା ହେଇଛି ସିଲ୍, ଏଥିରେ ଲେଖା ହେଇଛି ଗ୍ଲୋ ରୋଡ଼ ଆନ୍ ଆମାଜନ୍ କମ୍ପାନୀ। ଆଜ୍ଞା ଲାଇମ୍ରୋଡ଼ରୁ ଅର୍ଡ଼ର କଲି, କିନ୍ତୁ ଆସିଲା ଗ୍ଲୋ ରୋଡ଼ରୁ ଆସିଲା, ମାନେ ଆଶ୍ଚର୍ଯ୍ୟଜନକ କଥା। ଆଉ ୟା ଭିତରେ କେମିତି 6ଟା ଏକ୍ସଟେନସନ୍ ବୋର୍ଡ଼ ରହିବ, 3ଟା ଟର୍ଚ୍ଚ ଲାଇଟ୍ ରହିବ, ମୁଁ ଆଶ୍ଚର୍ଯ୍ୟ। ରାଇଟ୍, ଠିକ କଥା। ତା ଭିତରେ କ'ଣ ଅଛି ଦେଖିଆ। ଦେଖନ୍ତୁ ତା ଭିତରେ କ'ଣ ବାହାରିଲା, ଆମର ବାହାରିଲା ଗୋଟେ ନାଟ୍ସନର ମିନି ଫ୍ୟାନ୍ ବ୍ଲେଡ୍ LED ବଲ୍ବ। ଆଶ୍ଚର୍ଯ୍ୟଜନକ, ମୁଁ ଯେଉଁଟା ଅର୍ଡ଼ର କରିନଥିଲି ଏଇଟା କେମିତି ଆଇଲା। ଏ ଲାଇଟ୍ ବି ଦେଖେଇ ଦେଉଛି ଆପଣଙ୍କୁ। ଦେଖନ୍ତୁ ଏଇ ଲାଇଟ୍ ଆସିଛି। ରଙ୍ଗ ଥିଙ୍ଗ। ତେଣୁ ଏଇଭଳିଆ ଜିନିଷ ଆପଣମାନଙ୍କ ସାଙ୍ଗେ ବି ହେଇପାରେ। ଏଥିରୁ କେମିତି ବଞ୍ଚିବେ, ମୁଁ କ'ଣ କଲି, କି ଷ୍ଟେପ୍ ନେଲି, ଯେଉଁଟା ଫଳରେ ମୁଁ ମୋର ପଇସା ରିଫଣ୍ଡ ଫେରି ପାଇଲି, ସେଇଟା ଆପଣଙ୍କୁ ଡିଟେଲ ଭାବରେ କହିବି। ତ ଭିଉଅର୍ସ ମାନଙ୍କୁ ଆପଣ ଷ୍ଟେପ୍ ବାଇ ଷ୍ଟେପ୍ କୁହନ୍ତୁ, କେମିତି କେଉଁ ପ୍ରୋସେସ୍ ଦେଇକି ଆପଣ ତାଙ୍କ ପାଖରେ କମ୍ପ୍ଲେନ୍ ରେଜ୍ କଲେ। ତ ମୁଁ ଫାଷ୍ଟ କ'ଣ କଲି, ମୁଁ ଯେତେବେଳେ ମୋର ଫ୍ରେଣ୍ଡ ମାନଙ୍କୁ କହିଲି, ତ ସିଏ କହିଲେ କି ଗୋଟେ ଅଛି ଆମର କନଜ୍ୟୁମର କେସ୍ ହେଉଛି, ତ ସେଠି ତୁମେ କେସ୍ କର, ହେଇପାରିବ। ତ ମୁଁ ଫାଷ୍ଟ କହିଦେଉଛି କ'ଣ କ'ଣ ଜିନିଷ ଅର୍ଡ଼ର କରିଥିଲି, ତାର ଅର୍ଡ଼ରର ପୁରା ବିବରଣୀ ସହିତ ପୁରା ଦେଇଦେବି ଏଠି। ଏବଂ ତାପରେ ମୁଁ କନଜ୍ୟୁମର କେସ୍ କେମିତି କଲି, ଏବଂ ତାପରେ ମୋର କ'ଣ କ'ଣ ରଙ୍ଗ ଆଇଟମ୍ ହେଇଥିଲା, ସବୁ ଚିତ୍ରରେ ଦେଖେଇବି। ଦେଖାଉଛି, ଦେଖନ୍ତୁ। ଦେଖନ୍ତୁ ଏଇ ସ୍କ୍ରିନଶଟ୍ଟା ମୁଁ ନେଇଥିଲି, ଏଇଟା ଲାଇମ୍ରୋଡ଼ର ଆମର ୱେବସାଇଟ୍। ଏଇଟା ହେଉଛି ମୋର ଅର୍ଡ଼ର ନମ୍ବର, ଏଇଠି ଅଛି 0105036774। ଏଇ ଅର୍ଡ଼ର କରିଥିଲି। ମୋର ଏଇଟା ଆଡ୍ରେସ୍, ଦେଖନ୍ତୁ ଆଡ୍ରେସ୍ ଲେଖା ହେଇଛି, ଏଥିରେ ମୋର ଲେଖା ହେଇଛି କେତେ ପେମେଣ୍ଟ ଟଙ୍କା ଡିଟେଲ୍ସ ବି ସବୁ କରିଥିଲି, ଅଛି। ପେମେଣ୍ଟ ମୋଡ଼ରେ 666 ମୋର ଡେବିଟ୍ ହେଇଥିଲା। ତାପରେ ମୋର କ'ଣ କ'ଣ ଅର୍ଡ଼ର ହେଇଥିଲା, ଯେଉଁଟାକି ମୁଁ ଦେଖେଇଥିଲି ଲାଇଭ୍ରେ, ଏଇଟା ହେଉଛି ସେଇ ପ୍ରଡ଼କ୍ଟ ଆସିଥିଲା limeroad.com। ଦେଖନ୍ତୁ ଏଇ ପ୍ରଡ଼କ୍ଟ ଆସିଥିଲା, ଏଇଟା ହେଉଛି ପିକ୍ଚର ତାର। ତାପରେ ତାପରେ ଆମର ମୋର କ'ଣ କ'ଣ ପ୍ରଡ଼କ୍ଟ ଦେଖନ୍ତୁ ଚିତ୍ର, ଏଇଟା ହେଉଛି ସେଇ ମିନି ଏକ୍ସଟେନସନ୍ ଯେଉଁଟା ମୁଁ ଅର୍ଡ଼ର କରିଥିଲି। ଦେଖନ୍ତୁ ମିନି ଏକ୍ସଟେନସନ୍ ଏଇଟା ଗୋଟେ ଥିଲା। ମିନି ଏକ୍ସଟେନସନ୍ କୋଡ଼ 1 2 3 ତିନିଟା ଅର୍ଡ଼ର କରିଥିଲି। ତାପରେ ନେକ୍ସଟ ଥିଲା ମୋର ଟର୍ଚ୍ଚ ଲାଇଟ୍, ଏଇ ମିନି ଟର୍ଚ୍ଚ ଲାଇଟ୍ ଥିଲା, ଯେଉଁଟାକି ସିଏ କହିଲେ ଏଇ ଛୋଟ ପ୍ୟାକେଟରେ ଦେଇଛନ୍ତି, କିନ୍ତୁ ନାହିଁ ସେଥିରେ କିଛି। ଦେଖନ୍ତୁ ଏଇ 3ଟା ଜିନିଷ, ଏଇ 6ଟା ଜିନିଷ ଥିଲା, କିନ୍ତୁ ଯେଉଁଟାକି ମୋର ଆସିନଥିଲା। ତାପରେ ମୁଁ କ'ଣ କଲି ନା କନଜ୍ୟୁମର କେସ୍ କଲି। ତାଙ୍କୁ ଫୋନ୍ କଲି, ଫୋନ୍ କରିକି ମୋ ରେକର୍ଡ଼ିଂ ଅଛି, ରେକର୍ଡ଼ିଂ କହିବ ଯଦି ମୁଁ ଶୁଣେଇଦେବି କେମିତି ରେକର୍ଡ଼ିଂ କରିଥିଲି, କ'ଣ କ'ଣ ତାଙ୍କୁ କହିଥିଲି। ତାଙ୍କୁ କହିଲା ପରେ ସେ ଫାଷ୍ଟ ମୋର କମ୍ପ୍ଲେନ୍ ରେଜ୍ କଲେ। କମ୍ପ୍ଲେନ୍ରେ ଲେଖିଲେ କନଜ୍ୟୁମର ଯେଉଁ ଆପଣ କଲେ ତା ନମ୍ବର କ'ଣ ଥିଲା? କନଜ୍ୟୁମର କେସ୍ର ଗୋଟେ ହେଲ୍ପଲାଇନ୍ ନମ୍ବର ଅଛି, ଆପଣ ମାରିଦେବେ କନଜ୍ୟୁମର ହେଲ୍ପଲାଇନ୍ ଗୁଗୁଲରେ, ତ ଗୁଗୁଲରେ ଆସିଯିବ କନଜ୍ୟୁମରର ଗୋଟେ ହେଲ୍ପଲାଇନ୍ ନମ୍ବର
ଏବଂ ତାର ୱେବସାଇଟ୍ ଆସିଯିବ। ସେଇ ୱେବସାଇଟ୍ରେ ପୁରା ଡିଟେଲ୍ ଦେଖେଇଦେବ, ସେଥିରେ ରେଜିଷ୍ଟର କରିପାରିବ କିମ୍ବା ତାର ଅନ୍ କଲ୍ ବି ରେଜିଷ୍ଟର କରିପାରିବ। କଲ୍ ରେ ବି ଆପଣ ରେଜିଷ୍ଟର କରିପାରିବେ। ହଁ, ଓକେ, କଲ୍ କରିକି ଆପଣ ରେଜିଷ୍ଟର। ତ ମୁଁ ଆଗ ଫାଷ୍ଟ କଲ୍ କରି ରେଜିଷ୍ଟର କଲି। ମୁଁ ଆଗ ଫାଷ୍ଟ ଓକେ ଦେଖିଦେଲି କ'ଣ, ୱେବସାଇଟ୍ଟା ପାଇଗଲି। ୱେବସାଇଟ୍ରେ ତାର କଲ୍ ହେଲ୍ପଲାଇନ୍ ନମ୍ବର ଥିଲା, ତ ମୁଁ ଓକେ ସେଥିରେ କଲ୍ କଲି। ଦେନ୍ ତାପରେ କ'ଣ କଲେ? କଲ୍ କରିକି ତାଙ୍କୁ କହିଲି କି ଆଜ୍ଞା ଦେଖନ୍ତୁ, ମୋର ସହିତ ଏମିତି ଗୋଟେ ଫ୍ରଡ଼୍ କେସ୍ ହେଇଛି, ମୁଁ ଆଇଟମ୍ ଭୁଲ ଡେଲିଭରି ହେଇଛି, ମୋର ଯାହା ଆଇଟମ୍ ଥିଲା ମିସିଂ ଥିଲା। ତାପରେ ସେମାନେ ରେଜିଷ୍ଟର କଲେ। ରେଜିଷ୍ଟର କଲା ପରେ ମୋତେ ଗୋଟେ ଡେଟ୍ ଦେଲେ, କହିଲେ କି ଆମେ ଏବେ କେସ୍ ଫାଇଲ୍ କରୁଛୁ ତାଙ୍କ ନାଁରେ, ଆମକୁ କିଛି ଦିନ ଟାଇମ୍ ଦିଅନ୍ତୁ, ଯାହା ଅପଡ଼େଟ୍ ଆସିବ ଆମେ ଆପଣଙ୍କୁ ଜଣେଇବୁ ଏବଂ କମ୍ପାନୀରୁ ଆପଣଙ୍କୁ ସେ କଲ୍ ଆସିବ। ମୁଁ କମ୍ପ୍ଲେନ୍ କଲା ପରେ ମୋ ତା ପରଦିନ ବି ନେକ୍ସଟ ଡେ କଲ୍ ଆସିଲା। ସେମାନେ କହିଲେ କି କୋଉ କମ୍ପାନୀରୁ? limeroad.com ରୁ ଲାଇମରୋଡ୍ କଲ୍ ରୁ ଆସିଲା। କଲ୍ ଆସିଲା। ସେମାନେ କଲ୍ କରି କହିଲେ କି ମୋର 3 ୱାର୍କିଂ ଡେଜ୍ରେ ସେମାନେ ଇନଭେଷ୍ଟିଗେସନ୍ କରିକି ଜଣେଇଦେବେ। ଓକେ କିନ୍ତୁ 3 ୱାର୍କିଂ ଡେଜ୍ ପାର ହେଇଗଲା, କିନ୍ତୁ ମୋର ରିଫଣ୍ଡ ଆସିଲାନି। ତା ବିଷୟରେ ଛୁଟି ପଡ଼ିଗଲା। ସେମାନେ ୱାର୍କିଂ ଡେଜ୍ କହିଲେ, ମୁଁ ୱେଟ୍ କଲି, 15 ଡେଜ୍ ପାଖାପାଖି ପାସ୍ ହେଇଗଲା, ତଥାପି ମୋର ରିଟର୍ନ ଆସିଲାନି। ଏବଂ ମୁଁ ଆପଣଙ୍କୁ କହୁଛି କ'ଣ କ'ଣ ରିଟର୍ନ କ'ଣ ଆସିଲାନି? ପଇସା ସେମାନେ ଟୋଟାଲ ଇନଭେଷ୍ଟିଗେସନ୍ ହିଁ କଲେନି। ଗୋଟେ କାରଣ ଆପଣ ସେମାନେ ରିଭର୍ଟ କଲେନି କି ନେକ୍ସଟ ଆମେ କ'ଣ କରିବୁ କ'ଣ ନାହିଁ? କରିବି ଓକେ କହିଲେନି, ଦେନ୍ ମାନେ ନେଗ୍ଲିଜେନ୍ସ। ସେମାନେ ଟୋଟାଲି ଫେରିବାକୁ ଚାହୁଁନାହାନ୍ତି, ଯେମିତି କହିବାକୁ ଗଲେ ଆଉ। ତ ସେଇଠି ଯେଉଁ ମୁଁ କମ୍ପ୍ଲେନ୍ ରେଜ୍ କରିଥିଲି, ଏବେ ଦେଖଉଛି କ'ଣ କ'ଣ କହିଲି। ସେମାନେ ଏଇଠି ଲେଖିଛନ୍ତି, ଦେଖନ୍ତୁ। ସେଇଟା ଏଠି ଆମେ ଲେଖିଲେ ସେମାନେ କମ୍ପ୍ଲେନ୍ରେ limeroad.com ପ୍ରଡକ୍ଟ ସର୍ଭିସ ପ୍ରଡକ୍ଟ ଟାଇପ ମିନି ଡିଟେଲ୍ସ, ମୋର ଏକ୍ସଟେନସନ ମେଲ୍ ଯାହା ଆଇଡି, ଯାହା ଟଚ୍ ଲାଇଟ୍ ଥିଲା ତିନିଟା ସେ ଟୋଟାଲ କେସ୍ ଲେଖିଦେଲେ ଯେ ଦ କନଜ୍ୟୁମର କଣ୍ଟାକ୍ଟେଡ୍ ଦ କମ୍ପାନୀ ରିଗାର୍ଡିଂ ଦିସ୍, ବଟ୍ ଦ କମ୍ପାନୀ ସେଡ୍ ଦ୍ୟାଟ୍ ଦ ଇସ୍ୟୁ ୱିଲ୍ ବି ରିଜଲ୍ଭଡ୍ ଆଜ୍ ସୁନ୍ ଆଜ୍ ପସିବଲ୍, ବଟ୍ ନୋ ସଲ୍ୟୁସନ୍ ହ୍ୟାଡ୍ ବିନ୍ ଫାଉଣ୍ଡ ଟିଲ୍ ନାଉ। ରାଇଟ୍। ଏମିତି ଲେଖିଲେ ଏବଂ କହିଲେ କି ଦ ଆମାଉଣ୍ଟ ୱିଲ୍ ବି ରିଫଣ୍ଡେଡ୍ ଆଜ୍ ସୁନ୍ ଆଜ୍ ପସିବଲ୍, କିନ୍ତୁ ହେଇନାହିଁ। ତାପରେ ସେମାନେ ରେଜିଷ୍ଟର କଲା ପରେ ଏଇଟା ଇନ୍ ପ୍ରୋଗ୍ରେସରେ ଚାଲିଲା। ଓକେ ତାପରେ କେତେ ଦିନ ଚାଲିଲା ପାଖାପାଖି in progress? ପାଖାପାଖି 7-8 ଦିନ ଭଳିଆ ଚାଲିଲା। ମାନେ ସେ 15 ଦିନ ପରେ ଆଉ ଏକ୍ସଟ୍ରା 7-8 ଦିନ ଚାଲିଲା। ଚାଲିଲା। ଓକେ ଚାଲିଲା ପରେ ସେମାନଙ୍କୁ ମୁଁ କହିଲି କ'ଣ କିଛି ରିୱାର୍ଡ ଆସୁନି, 3 ୱାର୍କିଂ ଡେଜ୍ କହିଥିଲେ। ତାପରେ ମୁଁ 1 ଅକ୍ଟୋବରରେ ଆଉ ଥରେ ତାଙ୍କୁ ଅପଡେଟ୍ ପାଇଁ ମାଗିଲି ଏବଂ ଏଠି ସେ ଅପଡେଟ୍ କରିଛି, ଦେଖନ୍ତୁ। କାହାକୁ ଅପଡେଟ୍ ପାଇଁ ମାଗିଲେ? ସେଇ ହେଲ୍ପଲାଇନ୍ ଆମର କନଜ୍ୟୁମର କେସ୍ କନଜ୍ୟୁମର ଅଛି, କେସରେ ତାଙ୍କୁ ଫୋନ୍ ହେଲ୍ପଲାଇନ୍ କଲି, କୁ ତାଙ୍କୁ ଆଉଥରେ ଅପଡେଟ୍ ପାଇଁ ମାଗିଲି। ଓକେ ଦେନ୍ ଅପଡେଟ୍ ମାଗିଲା ପରେ ସେ ପୁଣି ଆଉଥରେ ସେଟାକୁ ଅପଡେଟ୍ କଲେ। ଅପଡେଟ୍ କଲା ପରେ କନସର୍ନ ଅଥରିଟି ଆଡଭାଇସ୍ କଲା କି ତୁ ୱେଟ୍ କରିବାକୁ, ଓକେ କାହିଁ ତାଙ୍କର 45 ଡେଜ୍ର ଟାଇମିଂ ରହୁଛି। ଓକେ ତ ମୁଁ ୱେଟ୍ କରିଲି, ଦେଖନ୍ତୁ, ଆଡଭାଇସ୍ ଟୁ ୱେଟ୍ ଫର୍ ରିଭର୍ଟ ଫ୍ରମ୍ କନସର୍ନ ଅଥରିଟି ଇନ୍ ଗ୍ରିଭାନ୍ସ। ଯେତେ ଥର ମୁଁ ତାଙ୍କୁ କଲ୍ କରିଛି, ସିଏ ଏଇଆ କହିଥିଲେ କି ତମର ୱେଟ୍ କରିବାକୁ ପଡ଼ିବ। ଠିକ୍ ଅଛି, ମାନେ ରେଜ୍ ଇଏ କରିସାରିଲା ପରେ ସେ ଗଲେ ବହୁତ ଗୁଡ଼ିଏ ମେସେଜ କରିଛି, ବହୁତ କଲ୍ କରିଛି, ଦେଖନ୍ତୁ। ପାଖାପାଖି କେତେ ଦିନ ଲାଗିଲା ଆପଣଙ୍କୁ ଏସବୁ ଜିନିଷ କଣ୍ଟିନ୍ୟୁଅସଲି କଣ୍ଟିନ୍ୟୁଅସଲି କନଜ୍ୟୁମର କେସ୍ ସହିତ? ମୁଁ ଯେତେବେଳେ 8-10 ଦିନ ପରେ ହେଲାନି ଟୋଟାଲି, ହଁ। ତାପରେ ମୁଁ ବି ଟିକେ ନେଗ୍ଲେକ୍ଟରେ ରହିଗଲି। 15 ଦିନ ପାସ୍ ହେଇଗଲା। ତାପରେ ମୁଁ କହିଲି ଟୋଟାଲି ସେମାନେ ନେଗ୍ଲେକ୍ଟ କଲେ। 1 ଦିନ ପାସ୍ ହେଇନି, ଓଭରଅଲ୍ 1 ତାପରେ month ମୁଁ କଣ୍ଟିନ୍ୟୁଅସଲି ପୁରା 7 ଡେଜ୍ ତାଙ୍କୁ ଫଲୋଅପ୍ ନେଲି। 7 ଏବଂ days ସେ ମାନେ ମୋ କହିବା କଥା ଫର୍ଷ୍ଟ 1 month ଆମର ପଳେଇଲା ରିସିଭ୍ 15 କରିବାର ଡେଜ୍ ଫାଷ୍ଟ ପଳେଇଲା, 15 days ପଳେଇଲା, ତାପରେ ନେକ୍ସଟ 15 days ତାଙ୍କୁ ଫଲୋଅପ୍ରେ ପଳେଇଲି। ନେକ୍ସଟ 15 days ଫଲୋଅପ୍ ରେ ପଡିଲା। ତାପରେ ଦେଖିଲି ଯେ କିଛି ହେଇପାରିବନି, ମୋତେ ମେଣ୍ଟାଲି ହାରାସ ଭଳିଆ ଲାଗିଲା କି ଏମିତି ଏତେ ଫଲୋଅପ୍ କଲା ପରେ ସେମାନେ କରୁନାହାନ୍ତି। ମୁଁ କହିଲି ତାଙ୍କୁ କନଜ୍ୟୁମର ଛାଡ଼ିବିନି। କୋର୍ଟରେ ବି ଏଇ ଜିନିଷ ଆସୁନି। ସେମାନେ ବି ତାକୁ ରିଭୋଟ କରୁନାହାନ୍ତି। ଓକେ ସେମାନେ ମାନେ ନେଗ୍ଲେକ୍ଟ କରୁଛନ୍ତି କହିବାକୁ ଗଲେ ଆଉ। ମାନେ ସେମାନେ ଭାବୁଛନ୍ତି କି ଛୋଟ ଆମାଉଣ୍ଟ କ'ଣ ଲୋକ ନବ। ତ ଏଇଟା କନଜ୍ୟୁମର କୋର୍ଟରେ ବି ଏଇ ଜିନିଷ ଥିଲା କି ସିଏ ବି ତାଙ୍କ ସାଇଡରୁ ନାଇଁ, ସେମାନେ କହିଲେ କି 45 ଡେଜରେ ତୁମର ରିଜଲ୍ଭ ହବ। ସିଏ କିନ୍ତୁ କହିଲେ 48 days, ବଟ୍ ଲାଇମରୋଡ୍ ଆପଣଙ୍କୁ ତାପରେ ରିଭର୍ଟ କଲାନି କି ତା ବାବଦରେ କିଛି କଲା ନାହିଁ, କିଛି ବି କହିଲାନି। ରାଇଟ୍? କି ସେ ଭାବିଲା କି ହାଲକା ନେଇଯିବେ କଷ୍ଟମର, ହାଲକା ନେଇଯିବ କଷ୍ଟମର, କାରଣ ଛୋଟ ଆମାଉଣ୍ଟ ଅଛି ନା। ତ ମୁଁ କହିଲି ଏମିତି ଲୋକଙ୍କୁ ତ ଛାଡ଼ିବା କଥା ନୁହଁ, ଯିଏ ଇନଭଲ୍ଭ ଅଛି ତାଙ୍କୁ ତ ମୁଁ ଛାଡ଼ିବିନି। ରାଇଟ୍, ତ ମୁଁ ପରଫେକ୍ଟ, ତାଙ୍କର ଆକ୍ସନ ନେଲି। ସିଓର। କିନ୍ତୁ ତାପରେ କ'ଣ କ'ଣ ଅପଡେଟ୍ ହେଇଛି, ଏସବୁ ଗଲା ପରେ ନେକ୍ସଟ ପାଖା କେତେ ଦିନ ପଳେଇଲା? ତାପରେ ପୁଣି ଆଉ 7 ଡେଜ୍ ମୁଁ କଣ୍ଟିନ୍ୟୁଅସଲି ଫଲୋ କଲି। ଯେତେବେଳେ କଣ୍ଟିନ୍ୟୁଅସଲି ଫଲୋ କଲି, ତ ମୁଁ କ'ଣ କଲି ନା, ସେ ଯେଉଁ ଡେଲିଭରି ଥିଲା, ଯିଏ ଡେଲିଭରି ଏଜେଣ୍ଟ କରିଥିଲା, ତ ତାଙ୍କ ନାଁରେ ମୁଁ ଗୋଟେ କମ୍ପ୍ଲେନ୍ କରିଦେଲି। କୋଉଠି? ସେଇ କନଜ୍ୟୁମର କେସ୍ରେ ଗଲି। କି ମୁଁ ଫାଷ୍ଟ ଲାଇମରୋଡ୍ ନାଁରେ କମ୍ପ୍ଲେନ୍ କରିଥିଲି। ଲାଇମରୋଡ୍ ଏଗେନ୍ଷ୍ଟ କେସ୍ ଫାଇଲ୍ ହେଲା ପରେ ଯେତେବେଳେ ହେଲାନି, ତ ମୁଁ କହିଲି କ'ଣ ମୋର ପ୍ରୋବ୍ଲେମ୍ ହେଉଛି। ମୁଁ କହିଲି ଡେଲିଭରି ଏଜେଣ୍ଟ ଇନଭଲ୍ଭ ଅଛି, ତ ସେମାନେ ବି ପଇସା କରିପାରିବାନି, ତ ତାଙ୍କ ନାଁରେ ମୁଁ କେସ୍ ଫାଇଲ୍ କରିଦେଲି। ଏଇଠି ଅଛି, ସିଟ୍ଟା ଦେଖାଉଛି ତୁମକୁ, ଏଇଟା
ମୁଁ ସେଇ ସାଡୋ ଫ୍ୟାକ୍ସ ଡେଲିଭର ଥିଲା, ଡେଲିଭର ନାଁଟା ଦେଖଉଛି ସାଡୋ ଫ୍ୟାକ୍ସ କମ୍ପାନୀ, Shadow Fax company, right? ତାଙ୍କ ନାଁରେ ଟ୍ରାକିଂ ଆଇଡି ବି ଅଛି ଏଠି। ଏଠି ଦେଖ ଟ୍ରାକିଂ ଆଇଡି ବି ଅଛି। ତାଙ୍କୁ ମୁଁ ଡେଲି କଲି, ଏଇଟା ଏବେ ବି ପ୍ରୋଗ୍ରେସରେ ଅଛି, ଇନ୍ ପ୍ରୋଗ୍ରେସରେ ଅଛି। Okay. ଏଇଟା କମ୍ପ୍ଲେନ୍ କଲା ପରେ ସେ କମ୍ପାନୀ ଭାବିଲା କି ଇଏ ପୁଣି କ'ଣ ଏତେ କେସ୍ କଲାଣି, ଗୋଟେ ତାଙ୍କର ଟିକେ ଗୋଟେ ଭୟ ଆସିଲା କାହାର? Shadow Fax ର ନା LimeRoad? ଲାଇମରୋଡର। LimeRoad ର, okay. ତ ସେମାନେ ମୋତେ କଲ୍ ବ୍ୟାକ୍ କଲେ ଏବଂ ମୋର ଦେଖନ୍ତୁ ଦେଖଉଛି ମୋର ଫାଇନାଲି ଏତେ ଫଲୋଅପ୍ କଲା ପରେ, ଏତେ ମେସେଜ କଲା ପରେ ଲାଷ୍ଟକୁ ସେମାନେ ଲେଖିଲେ କି ଡିୟର ଟିମ୍ वी आर addressing your concern regarding the refund order as per our investigation we have refunded the amount of 555 rupees on 18th October. Okay. Finally it will be reflected in 7 working days. 7 ଦିନ ଭିତରେ ଆସିବ ବୋଲି ସେମାନେ କହିଲେ। ଏବେ ରିଫଣ୍ଡ କରିଛନ୍ତି ଆପଣ ଏତେ ସବୁ କରିସାରିଲା କରିସାରିଲା ପରେ ଓକେ। ତ ଏବେ ଆପଣଙ୍କର ନେକ୍ସଟ ଷ୍ଟେପ୍ସ କ'ଣ ରହିବ? ନେକ୍ସଟ ଷ୍ଟେପ୍ ରହିବ କି ନେକ୍ସଟ ଟାଇମ୍ ଯେତେବେଳେ ଆମେ ଡେଲିଭରି ରିସିଭ୍ କରିବା, ଆମେ ରିସିଭ୍ କରିବା ପୂର୍ବରୁ ତାଙ୍କୁ ଦେଖିବା କି ସେ ଜିନିଷଟା ଆମେ ଯାହା ଅର୍ଡ଼ର କରୁଛେ ସେ ବାକ୍ସ ଭିତରେ ସେତିକି ରହିପାରିବ କି ନାହିଁ, ସେତିକି ୱେଟ୍ ହେଇପାରିବ କି ନାହିଁ, ସେଇଟା ଜାଣିବା। ଦେଖନ୍ତୁ ଏଇ ଯେଉଁ ପ୍ରଡ଼କ୍ଟଟା ମୁଁ ରିସିଭ୍ କରିଥିଲି ଏଥିରେ ମୁଁ ଡିଟେଲ୍ ମେନସନ୍ ଅଛି, ଏଥିରେ ଲେଖିଦେଇଛି ଏଇଠି ୱେଟ୍ ହେଉଛି 9 kg। ଦେଖନ୍ତୁ ଏଇଠି ଦେଖି ଦେଉଛି, ଟିକେ ଜୁମ୍ କରିକି ଦେଖାନ୍ତୁ। ରେଡ଼ି। ତ ଏଇଟା 9 kg ଇମ୍ପସିବଲ୍, ଏଇଟା କେବେ ବି 9 kg ଏତେ ଛୋଟ ପ୍ୟାକେଟ୍ ଭିତରେ 9 kgର ଜିନିଷ କେମିତି ରହିବ, ଏଟା ଇମ୍ପସିବଲ୍। ତ ଆମର ଭାବିବାର କଥା, ତ ମୁଁ ରିସିଭ୍ କରିବା ବିନା ତାଙ୍କୁ କେବେ ବି ପିନ୍ ସେୟାର କରିବେନି। ଫାଷ୍ଟ ଦେଖିବେ ଆମର ପ୍ରଡ଼କ୍ଟ ଠିକ୍ ଠାକ୍ ଅଛି ନାହିଁ, ତାପରେ ପିନ୍ ସେୟାର କରିବେ। ନହେଲେ ତାଙ୍କୁ କହିବେ କି ଅର୍ଡ଼ରଟା କ୍ୟାନସଲ୍ କର, ସେମାନେ କ୍ୟାନସଲ୍ କରିବେ। ଓକେ। ନହେଲେ ଏଇଭଳିଆ ମୋ ଭଳିଆ ଯେମିତି ମୁଁ ଫସିକି ମୋର ୱେଷ୍ଟ କଲି 45 days ପାଖାପାଖି ୱେଷ୍ଟ କଲି, ସେମିତି ସମସ୍ତଙ୍କୁ ହଇରାଣ ହେବାକୁ ପଡ଼ିବ। ଓକେ। ତ ଆମେ ଯାହା ପ୍ଲାନ୍ କରିଛୁ କି ମୁଁ ଯାହା ଦେଖିପାରୁଛି କି ଆମେ ଏଇ ଭିଡ଼ିଓଟା ମୁଁ 2ଟା ପାର୍ଟରେ କରିବା ପାଇଁ ଚାହୁଁଛି। ଏବେ ଆମେ ପ୍ରୋବ୍ଲେମ୍ ଶୁଣିଲେ କ'ଣ ଷ୍ଟେପ୍ସ ନେଲେ, ତାପରେ ତାଙ୍କ ସହିତ ଯାହା ଯାହା ଘଟିଲା, ଏବେ ତାଙ୍କର ପଇସା ରିଫଣ୍ଡ ଆସିବ ବୋଲି limeroad.com ମେଲ୍ ତାଙ୍କୁ ବା ସେଇଠି ଆଶ୍ୱାସନା ଦେଇଛି କି ଆମେ ରିଫଣ୍ଡ କରିବୁ ବୋଲି। ତ ଆମେ ଦେଖିବା ନେକ୍ସଟ ଷ୍ଟେପ୍ ସେ ଦେଉଛନ୍ତି ନା ଦେଉନାହାନ୍ତି। ତ ନେକ୍ସଟ ଭିଡ଼ିଓ ଯେଉଁଟା ଆମେ ଆଣିବୁ, ଜଣେ ଆଡ଼ଭୋକେଟ୍କୁ ଆଣିବୁ, ଏଇ ଷ୍ଟେପ୍ସରେ ଗୋଟେ ନର୍ମାଲ ଲୋକ କ'ଣ କରିବା କଥା ସେ ଆପଣ ଡିଟେଲ୍ସରେ ଜଣାଇବେ। ତ ଆମେ ଦେଖା ହେବା ନେକ୍ସଟ ଏପିସୋଡ଼ରେ।